ପାର୍ଟ 4 ରେ ପଢ଼ିଥିଲେ ଲେନିନ୍ ଜଣେ କାର୍ଲ ମାର୍କ୍ସଙ୍କ ଅନୁଗାମୀ କି ନାହିଁ ସେ ବିଷୟରେ ଆମେ ଆଲୋଚନା କରିଥିଲେ। ଏବେ ଲେନିନ୍‌ଙ୍କ କେତେକ ପୁସ୍ତକ ବିଷୟରେ ପଢ଼ିବା। ପଲିଟିକାଲ ସାଇନ୍ସ କୋର୍ ପେପର 13ର ପ୍ରଥମ ୟୁନିଟ୍ ଲେନିନ୍‌ଙ୍କ ବିଷୟରେ ଆମେ ପଢ଼ୁଛନ୍ତି ଆମେ। ଏଠି ଆମେ ଦେଖିବା ଲେନିନ୍‌ଙ୍କ 5ଟି ମୁଖ୍ୟ ପୁସ୍ତକ ଗୁଡ଼ିକ କ'ଣ କ'ଣ ରହିଛି। ପ୍ରଥମ ପୁସ୍ତକ ହେଲା କ'ଣ, ହ୍ୱାଟ୍ ଇଜ୍ ଟୁ ବି ଡନ୍। ଏଇଟା କେବେ ଆମର ପ୍ରଚଳିତ ହୋଇଥିଲା? 1902ରେ ସେ ଲେଖିଥିଲେ ଏଇଟାକୁ। ସେକେଣ୍ଡ ଇଜ୍ ଟୁ ଟାକ୍ଟିକ୍ସ ଅଫ୍ ସୋସିଆଲ ଡେମୋକ୍ରାସି, ଯାହାକି ଆମର 1905 ମସିହାରେ ପ୍ରଚଳିତ ହୋଇଥିଲା। ତୃତୀୟଟା ହେଲା କ'ଣ, ଇମ୍ପେରିଆଲିଜମ୍ ଦ ହାଇଏଷ୍ଟ ଷ୍ଟେଜ୍ ଅଫ୍ କ୍ୟାପିଟାଲିଜମ୍। ଏଇଟା କେବେ ହେଉଥିଲା ଆମର 1916ରେ। ଫୋର୍ଥ ହେଲା କ'ଣ, ଷ୍ଟେଟ୍ ଆଣ୍ଡ ରେଭଲ୍ୟୁସନ୍, 1917 ମସିହାରେ ଏଇଟା ସେ ଲେଖିଥିଲେ। ଫିଫ୍ଥ ହେଉଛି କ'ଣ, ଏପ୍ରିଲ ଥିସିସ୍, ଏଇଟା ସେଇ 1917ରେ ହେଇଥିଲା। ତ ବର୍ତ୍ତମାନ ପଢ଼ିବା ହ୍ୱାଟ୍ ଇଜ୍ ଟୁ ବି ଡନ୍। ଏଇ ଯେଉଁ ପୁସ୍ତକଟି ସେଥିରେ କ'ଣ କ'ଣ ଲେଖା ହେଇଛି ଟିକେ ଦେଖିବା। ଏହି ପୁସ୍ତକରେ ଲେନିନ୍ କହିଛନ୍ତି ଯେ ଶ୍ରମିକ ଆନ୍ଦୋଳନ ସ୍ୱାଭାବିକ ଭାବେ କେବଳ ଅଳ୍ପ କେତେକ ବୃତ୍ତିଗତ ବିପ୍ଳବୀଙ୍କ ଦ୍ୱାରା ବିପ୍ଳବକୁ ସଫଳ କରାଯାଇପାରିବ। ଏହାର ଅର୍ଥ ବୁଝିବା ଯେ କେତେକ ଅଗ୍ରଣଶୀଳ ବିପ୍ଳବୀଙ୍କ ଦ୍ୱାରା ବିପ୍ଳବରେ ଅଳ୍ପ ସମୟ ମଧ୍ୟରେ ଲାଭପ୍ରଦ ହୋଇପାରିବ। ଯେପରିକି ଯଦି କୌଣସି ବ୍ୟକ୍ତି ବିପ୍ଳବରେ ଇଚ୍ଛୁକ ଥିବ ତାହେଲେ ସେ ବିପ୍ଳବଟା ଯଥାଶୀଘ୍ର ଯାହା ଆମେ ଚାହୁଁଥିବା ତାହା ଆମେ ପାଇପାରିବା। ସେକେଣ୍ଡ କ'ଣ ଥିଲା ଆମର, ଟୁ ଟାକ୍ଟାଇସ୍ ଅଫ୍ ଦ ସୋସିଆଲ ଡେମୋକ୍ରାସି 1905। ଏଠାରେ ଲେନିନ୍ କହିଛନ୍ତି କ'ଣ, ବିପ୍ଳବୀ ଦଳ କେମିତି କାର୍ଯ୍ୟ କରିବ, ବର୍ଜୁ ଆଉ ପ୍ରୋଲେଟାରିଆନ୍ ଶକ୍ତିଙ୍କ ସହ ଗଠବନ୍ଧନ କିପରି ହେବ, ସେଥିରେ ତର୍କ ଓ ନୀତି ଦେଇଛନ୍ତି। ଏହା ବିପ୍ଳବୀ କୌଶଳର ମହତ୍ତ୍ୱପୂର୍ଣ୍ଣ ପୁସ୍ତକ। ବିପ୍ଳବୀ ଦଳମାନେ କିପରି ବର୍ଜୁଆ ଓ ପ୍ରୋଲେଟାରିଆନ୍ ଶକ୍ତିଙ୍କ ସହ କିପରି ଖାପ ଖୁଆଇ ଚଳିବେ ସେହି ବିଷୟରେ କିଛି ନୀତି ଗୁଡ଼ିକ ଏଠାରେ ଲେଖିଛନ୍ତି। ଇମ୍ପେରିଆଲିଜମ୍ ଦ ହାଇଏଷ୍ଟ ଷ୍ଟେଜ୍ ଅଫ୍ କ୍ୟାପିଟାଲିଜମ୍, ଏଇଟା କେବେ ପ୍ରଚଳିତ? 1916 ଏଇଟା ପ୍ରଚଳିତ ହୋଇଥିଲା। ଏହି ପୁସ୍ତକରେ ମାର୍କ୍ସବାଦ ଉପରେ ଲଗାଯାଇଥିବା ଅଭିଯୋଗକୁ ଖଣ୍ଡନ କରି ଏହାର ସମାଧାନ କରିଛନ୍ତି। ସେ କହିଥିଲେ ଯେ ଅନେକ ଦେଶରେ ପୁଞ୍ଜିବାଦ ସମାପ୍ତ ହେବା ବଦଳରେ ବର୍ତ୍ତମାନ ପାଇଁ ବଢ଼ିବାରେ ଲାଗିଛି। ଏହି ପୁଞ୍ଜିବାଦ ଉନ୍ନତ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟରେ ପହଞ୍ଚିଲେ ମାର୍କ୍ସବାଦ ବା ପୁଞ୍ଜିବାଦରୁ ଆମେ କହିପାରିବା ଏହାକୁ ସାମ୍ରାଜ୍ୟବାଦ ଆଡ଼କୁ ଗତି କରୁଛି, ଯାହାଦ୍ୱାରା ଯୁଦ୍ଧ, ଉପନିବେଶବାଦ ଓ ଶୋଷଣର ଜନ୍ମ ହୋଇଥାଏ ବୋଲି ଲେନିନ୍ ଏଠାରେ ପ୍ରତିଫଳନ କରିଛନ୍ତି। ଏହି ପୁସ୍ତକରେ ବିଶ୍ୱର ଗଭୀର ଅନୁଶୀଳନ କରି ବିପ୍ଳବ ସମ୍ବନ୍ଧରେ କେତେକ ନିୟମକୁ ଏହି ପୁସ୍ତକରେ ପ୍ରତିପାଦନ କରିଛନ୍ତି। ଏଥିରେ ଲେନିନ୍ ରାଜ୍ୟର ସ୍ୱରୂପ ବିଷୟରେ ବ୍ୟାଖ୍ୟା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ କୌଣସି ନିକ୍ଷେପ ସଂସ୍ଥା ନୁହେଁ, ଏହା ଶୋଷକ ଶ୍ରେଣୀର ଅକ୍ତିଆର ଅଟେ। ରାଜ୍ୟକୁ ଶୋଷଣକାରୀମାନେ ଅକ୍ତିଆର କରି ନିଜସ୍ୱ ଲାଭ ପାଇଁ ନିଜ ଇଚ୍ଛାମୂଳକ କାର୍ଯ୍ୟ କରୁଛନ୍ତି ବୋଲି ଲେନିନ୍ ଏଠାରେ କହିଛନ୍ତି। ତେଣୁ ଏଠି ପୁଞ୍ଜିବାଦକୁ ଧ୍ୱଂସ କରିବା ପରେ ପ୍ରୋଲେଟାରିଆତ ନିର୍ବାଚନ ମାଧ୍ୟମରେ ଏକ ନୂତନ ସମାଜବାଦୀ ରାଷ୍ଟ୍ର ଗଠନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏପ୍ରିଲ ଥିସିସ୍ ହେଉଛି ଲେନିନ୍ଙ୍କ ଦ୍ୱାରା 1917ରେ ଦିଆଯାଇଥିବା ଏକ ଐତିହାସିକ ଓ ରାଜନୈତିକ ଘୋଷଣାପତ୍ର। ସେ ରୁଷିଆକୁ ଫେରିବା ପରେ ବୋଲସେଭିକ୍ ଦଳ ଓ ସୋଭିଏତମାନଙ୍କ ପାଇଁ ଏହି ପ୍ରସ୍ତାବ ରଖିଥିଲେ। ଏହା ବୋଲସେଭିକ୍ ବିପ୍ଳବକୁ ସଫଳ କରିବାରେ ବଡ଼ ଭୂମିକା ନେଇଥିଲା। ଏଇଟାର ଥିସିସ୍ ବା ଏଇଟା ଆମେ କହିଥିବା ଗୋଟେ ରାଜନୈତିକ ଘୋଷଣାପତ୍ର, ଯାହାକି ସେ ବୋଲସେଭିକ୍ରୁ ଫେରି ଏ ସୋଭିଏତମାନଙ୍କ ପାଇଁ ଏକ ପ୍ରସ୍ତାବ ରଖିଥିଲେ, ଯାହାଦ୍ୱାରା କି ବୋଲସେଭିକ୍ ବିପ୍ଳବକୁ ସଫଳ କରାଇବାରେ ଆଙ୍କର ହାତ ରହିଥିଲା। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓଟିକୁ ଲାଇକ୍ କରିଦେବେ ଏବଂ ୟା ପରବର୍ତ୍ତୀ ଭିଡ଼ିଓରେ ଆମେ ପଢ଼ିବା ପୁଞ୍ଜିବାଦୀ ସାମ୍ରାଜ୍ୟବାଦ ତତ୍ତ୍ୱ ବିଷୟରେ ଆମେ ଆଲୋଚନା କରିବା। ତେଣୁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ, କାରଣ ଭିଡ଼ିଓରେ ଆପଣ ଯଥାଶୀଘ୍ର ପାଇପାରିବେ।